ଆମେ ଏଠି ବସିଥିବା ସବୁ ବାପା ମା ମାନେ ଆମେ ସମସ୍ତେ ସୁଖର ସନ୍ଧାନରେ ଅଛେ। କିଏ ଗୀତ ଗାଇବାରେ ସୁଖ ପାଉଛି, ଖୁସି ପାଉଛି, କିଏ ନାଚିବାରେ ଖୁସି ପାଉଛି, କିଏ କଥା କହିବାରେ ଖୁସି ପାଉଛି, କିଏ ଧନ ଉପାର୍ଜନ କରିବାରେ ଖୁସି ପାଉଛି, କିଏ ପରଧନକୁ ନିଜର କରିବାରେ ଖୁସି ପାଉଛି। କିନ୍ତୁ ସେ ଖୁସିର ସଂଜ୍ଞା ବିଭିନ୍ନ ଲୋକଙ୍କ ପାଇଁ, ବିଭିନ୍ନ ମଣିଷଙ୍କ ପାଇଁ ଭିନ୍ନ ଭିନ୍ନ ହେଇପାରେ। କିନ୍ତୁ ସେଠି ଯଦି ଆଧ୍ୟାତ୍ମିକ ଚିନ୍ତନ ରହିଲା ପିଲାଟି ପିଲା ଭିତରେ, ସେ କେବେ କିଛି ଭୁଲ କରିବ ନାହିଁ। ପିଲାମନରେ ସେଇ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବାର ଗୁରୁ ଦାୟିତ୍ୱ ହଉଛି ସବୁ ପିତାମାତାଙ୍କର। ମୁଁ ଯୋଡ ହସ୍ତରେ ଆପଣ ମାନଙ୍କୁ ନିଶ୍ଚିତ ନିବେଦନ କରିବି, ବିଦ୍ୟାଳୟ ହଉଛି ଏମିତି ଗୋଟେ କ୍ଷେତ୍ର ପିଲାକୁ ସିଏ ଦିଏ, ଯୋଉ ଶିକ୍ଷା ଦିଏ ସିଏ ସଂସାରରେ ଚାଲିବାକୁ ଆଗକୁ ବଢିବାକୁ ବାଟ ବତାଏ ତାକୁ। କିନ୍ତୁ ଯୋଉ ସଦାଚାର ଶିକ୍ଷା ସେ ସଂସ୍କାର ତାକୁ କେବଳ ତା ବାପା ମା ଦିଅନ୍ତି। ବିଦ୍ୟାଳୟର ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ତାକୁ ଆଗକୁ ବଢିବାରେ। ବିଦ୍ୟାଳୟ ତାକୁ ଶିକ୍ଷା ଦିଏ କିନ୍ତୁ ତାର ସଂସ୍କାର ଆରମ୍ଭ ହୁଏ ତା ମାଙ୍କ ଠାରୁ, ତା ବାପାଙ୍କ ଠାରୁ। ଆଉ ଆପଣ ଯେତେବେଳେ ଭଲ ବାପା ମା ଆପଣ ନିଶ୍ଚିତ ଭାବେ ଚାହିଁବେ ପିଲାଟି ସବୁ ଭଲ ଗୁଣ ହିଁ ଉଦ୍ରେକ ହବ। ତେବେ ସୁଖ କୋଉଠି ଅଛି ଆଜ୍ଞା? ସୁଖ କସ୍ତୁରୀ କୁଣ୍ଡଲ ବସେ ମୃଗ ଡୁଣିଲେ ବନ ମାହି, ଘଟ ମାହେ ଇ ଡର ଜଣେ ନାହିଁ। କସ୍ତୁରୀ ମୃଗ ଜଙ୍ଗଲ ସାରା ଖୋଜି ବୁଲେ, କୋଉଠୁ ଆସୁଛି ଏ ସୁନ୍ଦର ବାସନା? ସେ ବାସନା କୋଉଠି ଥାଏ ଆଜ୍ଞା? ତା ନାଭିରେ ଥାଏ। ସେ ଜଙ୍ଗଲ ସାରା କିନ୍ତୁ ଘୁରି ବୁଲି ଥାଏ, କୋଉଠି ଅଛି ସୁଖ, କୋଉଠି ଅଛି ସୁଖ, କୋଉଠି ଅଛି ସୁଖ, କୋଉଠି ସୁନ୍ଦର ବାସନା ଆସୁଛି। ଏବେ ମଣିଷ ମାନେ ଯେତେବେଳେ ସୁଖର ସନ୍ଧାନରେ ଅଛି ସମସ୍ତେ, ସେତେବେଳେ ଆମେ ଭୁଲି ଯାଉଛେ ସୁଖ ଆଉ କୋଉଠି ନାହିଁ, ସୁଖ ମୋରି ପାଖରେ ଅଛି। ମୋରି କାମରୁ ମୁଁ ସୁଖ ଆହରଣ କରିବି, ମୋରି କର୍ତ୍ତବ୍ୟରୁ, ମୋର କର୍ତ୍ତବ୍ୟ ନିଷ୍ଠାରୁ, ମୋର ମଣିଷ ପଡ଼ିଆରୁ ହିଁ ସୁଖର ସନ୍ଧାନ କରିବି, ସେ କଥାକୁ ଆମେ ଭୁଲି ଯାଉଛେ। ସବୁ ବାପା ମା ଚାହୁଁଛନ୍ତି ମୋ ପିଲା ସଫଳ ହଉ, ମୋ ପିଲା ଏକ ନମ୍ବର ହଉ। ଆମେ ଏମିତି ଗୋଟେ ସମୟରେ ଆସି ପହଞ୍ଚିଛେ ଆଜିକାଲି, ଆମେ ସମସ୍ତେ ଚାହୁଁଛେ ମୁଁ ଅନ୍ୟକୁ ଟପିକିରେ ଆଗକୁ ଯିବି, ତପନ୍ତ ବନା ନାହିଁ। କିନ୍ତୁ ଆପଣ ଜାଣି ରଖିବା ଉଚିତ, ବେଗ ହିଁ ଉନ୍ନତିର ଲକ୍ଷଣ ବୋଲି ଯୋଉମାନେ କହନ୍ତି, ସେଠି ଗୋଟିଏ କଥା ମନେ ରଖିବେ, ସେଠି ବ୍ରେକ୍ ଦରକାର ଅଛି, ହମ୍ସ ଅଛି, ଉତ୍ଥାନ ପତନ ଅଛି ଜୀବନରେ। ଜୀବନରେ ଯନ୍ତ୍ରଣାକୁ ନିଜର ନ କଲେ, ପୀଡ଼ାକୁ ନିଜର ନ କଲେ କେହି କେବେ ସଫଳ ହୁଏ ନାହିଁ। ସବୁ ସଫଳ ମଣିଷ ପଛରେ ଦୁଃଖ ଅଛି, ଯାତନା ଅଛି, ଅନୁଶୋଚନା ଅଛି। ତାକୁ ପିଡ଼ି ଧରିଛନ୍ତି ପଛରୁ ଅନେକ ଲୋକ, ତାକୁ ସମସ୍ତେ ତର୍ଜମା କରନ୍ତି ସେଇଠି। ତେଣୁ ସେଠି ସେ ଇଫ୍ସ ଆଣ୍ଡ ବଟ୍ସକୁ ପଛକୁ ପଟେଇ ଗଭୀର ନିଷ୍ଠା ଆତ୍ମପ୍ରତ୍ୟୟ ଦେଇ ନିଜ ଭିତରେ ଆଇ କ୍ୟାନ୍ ଡୁ ଇଟ୍, ଆଇ କ୍ୟାନ୍, ଆଇ ୱିଲ୍, এই ପ୍ରକାର ମନୋଭାବ ଯଦି ପିଲା ଭିତରେ ଜାଗ୍ରତ ନ ହେଲା, ତାହେଲେ ସେ ଟିକେ ପଛେଇ ଯିବ, ସେ ଟିକେ ପଛକୁ ଚାଲିଯିବ। ସକ୍ସେସ୍ ଟିପ୍ସ ଯାହା ଅଛି, ଅନେକ କଥା ଅନେକ ଲୋକ କୁହନ୍ତି, କିନ୍ତୁ ମୋ ପାଇଁ ସଫଳତାର ମନ୍ତ୍ର ହେଉଛି ଆଜି ପିଲାମାନଙ୍କ ପାଇଁ ପଜିଟିଭ ଥିଙ୍କିଂ ଆମ ଭିତରେ ରହିବା ନିହାତି ଜରୁରୀ। ଦ୍ୱିତୀୟ କଥା ହଉଛି ସେଲ୍ଫ ୟୁର ଆଚିଭମେଣ୍ଟ ଲେବୁଲ। ସମସ୍ତଙ୍କର ଦକ୍ଷତା ସମାନ ନୁହଁ, ଈଶ୍ୱର ସମସ୍ତଙ୍କୁ ସବୁଥିରେ ଦକ୍ଷତା ଛାଡ଼ି ନାହାନ୍ତି। ତେଣୁ ଆମ ପିଲା ଭିତରେ କୋଉ ପୋଟେନ୍ସ ଅଛି, କୋଉ କମ୍ପିଟେନ୍ସ ଅଛି, ଆମକୁ ଖୋଜି ବାହାର କରିବାକୁ ପଡିବ। ବାପା ମା ହିସାବରେ ଆମର ଗୋଟେ ଗୁରୁ ଦାୟିତ୍ୱ ଅଛି ସେଇ କଥା। ମୋ ପିଲାଟା ଗଣିତରେ ଫାଷ୍ଟ ନ ହଉଛି ନାହିଁ, ତ ସୁନ୍ଦର ଗୀତ ଗାଉଛି, ତାକୁ ସେଇ ଦିଗରେ ପ୍ରୋତ୍ସାହିତ କରାଯାଇପାରେ। ମୋ ପିଲାଟା ଇଂଲିଶରେ ଟପ୍ ନ ହେଇପାରେ, ये स्कूल में टॉप नहीं पारे, डिस्ट्रिक्ट टॉपर नहीं पारे, स्टेट टॉपर नहीं पारे, কিন্তু ମୋ ପିଲା ଯେ ଗୋଟେ ଭଲ ଡିବେଟର, এই কথাটা তার জন্য ଭଲ ଗୁଣ ଅଛି, ତାକୁ ସେଇ ଦିଗରେ ପ୍ରୋତ୍ସାହିତ କଲେ ହୁଏତ ସେ ଆଗକୁ ଯିବ। ଆଗାମୀ ଦିନରେ ତା କଥା ଶୁଣିବା ପାଇଁ 5 ଲୋକ ଅପେକ୍ଷା କରି ରହିବେ। ଏଠି ଆଇଡେଣ୍ଟିଫାଏ ୟୋର ଷ୍ଟ୍ରେଂଥ। ପିଲା ନିଜେ ବୁଝିବ ମୋର ଷ୍ଟ୍ରେଂଥ କଣ, ମୋର ୱିକନେସ୍ କଣ। ତାକୁ ସେଇ ଦିଗରେ ତାକୁ କିଏ ଗାଇଡ କରିପାରିବେ? ତା ଟିଚର ଗାଇଡ କରିପାରିବେ, ତା ଗାଇଡିଆନ୍ସ ଗାଇଡ କରିପାରିବେ। ନେଭର ବି ଆଫ୍ରେଡ ଅଫ ଫେଲ। ମୁଁ ପାରିବି ନାହିଁ, ନ ନେଗେଟିଭ ଥଟ୍ ଯେବେ ମନକୁ ଆସେ ସେତେବେଳେ ଆମେ ପଛକୁ ଟାଣି ହେଇଯାଉ। ପଜିଟିଭ ମାଇଣ୍ଡ ସେଟ୍ ଆମର ଦରକାର ଅଛି ଆଗକୁ ବଢିବା ପାଇଁ। ଆଗକୁ ବଢିବା ପାଇଁ କେବଳ ପଜିଟିଭ ଆଟିଚ୍ୟୁଡ ଆମ ଭିତରେ ଡେଭଲପ କରିବାର ଅଛି। ପୁଶ ଆଉଟସାଇଡ ୟୋର କମ୍ଫର୍ଟ ଜୋନ୍। ଯଦି ଏହି ଅବସ୍ଥାରେ ବିଦ୍ୟାର୍ଥୀ 5 ଲକ୍ଷ କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯଦି ସେ ସ୍ୱାନନିଦ୍ରା ନ କଲା, ମା ଚାହୁଁଛନ୍ତି ରାତି 4ଟାରୁ ଉଠିବ, ତାର ପରୀକ୍ଷା ଅଛି, ତାକୁ ପ୍ରିପେୟାର ହବାର ଅଛି, ସକାଳୁ ସକାଳୁ ସେ ଉଠିବାର ଅଛି 5ଟାରେ ଡେଲି। ତା ଜୀବନଚର୍ଯ୍ୟା ସେମିତି ହବା ଦରକାର ଅଛି। 24 ଘଣ୍ଟାକୁ ତାର ବାଣ୍ଟିବାର ଅଛି। ତା ନିଜ ପାଇଁ ସେ ଗୋଟାଏ ଘଣ୍ଟା ନିଶ୍ଚିତ ଦବ ଡେଲି।
ମୁଁ ଏ କଥା ମୋ ମନରୁ କହୁନି। ଡକ୍ଟର ଏପିଜେ ଅବଦୁଲ କଲାମ ଯେତେବେଳେ IMS ହାଇଦ୍ରାବାଦରେ ଯେତେବେଳେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରୁଥିଲେ ସେଇ ବକ୍ତବ୍ୟରେ ସେ କହିଥିଲେ ସେଇ କଥା। ନିଟ୍ 24 ଘଣ୍ଟାକୁ ପିଲାଟେ ଯଦି ବାଣ୍ଟି ନାହିଁ, ତା ବାପା ମା ଯଦି ସେ ଦିଗରେ ତାକୁ ଗାଇଡ କରିନାହାନ୍ତି, ସେ ସଫଳ ହବ କେମିତି? ସେ ନିଜ ପାଇଁ ଡେଲି 1 ଆୱାର ଦବାର ଅଛି। ନିଜ ପାଇଁ କଣ ସେ ଦବ? ସେ ଯୋଗ କରିବ, ଆସନ କରିବ, ପ୍ରାଣାୟାମ କରିବ, ଈଶ୍ୱର ଚିନ୍ତନ କରିବ। ମର୍ଣ୍ଣିଂ ଇଭିନିଂରେ ସେ 8 ଘଣ୍ଟା ନିଶ୍ଚିତ ଶୋଇବ। ସୁଖ ନିଦ୍ରା ତାର 8 ଘଣ୍ଟା ହବା ଦରକାର ଅଛି। 9 ଘଣ୍ଟା ସେ ପ୍ରିପେୟାର କରିବ, ତାକୁ ପ୍ରିପେୟାର କରିବାର ଅଛି 9 ଘଣ୍ଟା। ସେ 2 ଘଣ୍ଟା ବାହାରେ ଖେଳିବ, ଖସିବ ଯନ୍ତ୍ର ଧରି। ଘରେ ଆଜିକାଲି ଆମେ କେହି ଯଦି କାହା ଘରକୁ ଯାଉଛେ, ବନ୍ଧୁ ଘରକୁ ଯାଉଛେ, ଗୋଟେ ଘରେ ଆମେ ଯାଇଛୁ ସେ ବନ୍ଧୁଙ୍କ ଘରକୁ, ବନ୍ଧୁଙ୍କୁ ସମୟ ନାହିଁ, ସେ ଘଷୁଛନ୍ତି ଗୋଟାଏ କଣରେ, ବାନ୍ଧବୀକି ସମୟ ନାହିଁ, ସେ ଗୋଟାଏ କଣରେ ଘଷୁଛନ୍ତି, ତାଙ୍କ ପିଲାମାନଙ୍କୁ ସମୟ ନାହିଁ, ସେମାନେ ଖାଇକି ବସି ଘଷୁଛନ୍ତି। ମୁଁ ଜୋଡ଼ାବର୍ତ୍ତରେ ନିବେଦନ କରିବି, ଦୟାକରି ପିଲାକୁ ଟିକେ ତାଠାରୁ ଦୂରେଇ ଦିଅନ୍ତୁ। ଯେତିକି ଦରକାର ଅଛି ମୋବାଇଲ ବହୁତ ଭଲ କଥା ଶିକ୍ଷା ଦିଏ, କଣ ଭଲ ଜିନିଷ ଅଛି, କୋଉ ୱେବସାଇଟ ଭଲ ଜିନିଷ ଦଉଛି, ପିଲା ପାଇଁ କଣ ଦରକାର ଅଛି, ସେତିକି ଡେଲି 1 ଆୱାର ପିଲା ପାଇଁ ମୋବାଇଲ ଦରକାର ଅଛି ନିହାତି ଦିଅନ୍ତୁ। ମୋବାଇଲ ତାକୁ ଦୂରେଇବାକୁ ଯତ୍ନ କରନ୍ତୁ। ପିଲାଟି ଖେଳକୁଦ କରୁ 2 ଘଣ୍ଟା ଅନ୍ତତଃ ଡେଲି। ନିହାତି ସେ 2 ଘଣ୍ଟା ଖେଳିବ। ଖେଳ ଘରେ ନୁହେଁ, ଇନଡୋର ଗେମ୍ସ ନୁହେଁ, ଆଉଟଡୋର ଗେମ୍ସ କରିବେ, ଯୋଉଥିରେ ତା ଦେହରୁ ଝାଳ ବୋହିବ।